तुमମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏଇ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମେ ଏଇ ପ୍ରକୋଷ୍ଠ ମଧ୍ୟରେ ସଂସ୍କୃତ ବ୍ୟାକରଣ ପଢିବା। ତ ଆଉ ତବତୁ ପ୍ରତ୍ୟୟରେ ଥିବା ଅନୁଶୀଳନୀଟି ଆମେ ଆଲୋଚନା କରିବା। ତାହେଲେ କେମିତି ତ ପ୍ରତ୍ୟୟ ଆଉ ତବତୁ ପ୍ରତ୍ୟୟକୁ ଲଗେଇ ଆମେ ଅନୁବାଦ ଏବଂ ପ୍ରକୃତି ପ୍ରତ୍ୟୟ ଆଦି କରିପାରିବା, ତାହା ଆଜି ଆମର ପାଠ୍ୟର ବିଷୟ। ତାହେଲେ ଦେଖ, ଆଗ ଅନୁଶୀଳନୀରେ ଅନୁବାଦ କିଛି ରହିଛି, ଦେଖିବା ତାକୁ। ରାମଚନ୍ଦ୍ର 14 ବର୍ଷ ବଣରେ ରହିଥିଲେ। ରାମଚନ୍ଦ୍ର ବିସର୍ଗଟେ ଦେବ, କର୍ତ୍ତା ଇଏ। ତେଣୁ ରାମଚନ୍ଦ୍ର ଚତୁର୍ଦଶ ବର୍ଷାଣି ବନେ ସ୍ଥିତବାନ ରହିଥିଲେ। କଣ ହବ? ସ୍ଥିତବାନ। ପ୍ରକୃତି ପ୍ରତ୍ୟୟ ହଉଛି ସ୍ଥା ଯୁକ୍ତ ତବତୁ। ହେଲା, ତମେ ଅତିଷ୍ଠ କରୁଥିଲ ବା ତିଷ୍ଠତି ସ୍ମ କରୁଥିଲ, କିନ୍ତୁ ଆଜି ତବତୁ ପ୍ରତ୍ୟୟ ଶିଖ। କଣ ହଉଛି? ସ୍ଥିତବାନ। ଛାତ୍ରମାନେ ଶିକ୍ଷକଙ୍କୁ ପଚାରିଲେ। ଛାତ୍ରାଃ ଶିକ୍ଷକମ୍ ପୃଷ୍ଟବନ୍ତଃ। ହେଲା, ପୃଚ୍ ଯୁକ୍ତ ତବତୁ, ପୃଷ୍ଟବନ୍ତଃ। ପଚାରିଲେ ହେଲା କଣ? ପୃଷ୍ଟବନ୍ତଃ। ଦରିଦ୍ର ଲୋକ ଧନ ପାଇଲା। ହେଲା, ଦରିଦ୍ର ଜନଃ ବା ଦରିଦ୍ରଃ ଧନମ୍ ପ୍ରାପ୍ତବାନ ପାଇଲା। ପ୍ରାପ୍ତବାନ, ପ୍ର ଯୁକ୍ତ ଆପ୍ ଯୁକ୍ତ ତବତୁ। ବୁଝିହେଲା? ପ୍ରାପ୍ତବାନ। ସେମିତି ସୀତା ରାମଙ୍କୁ କହିଥିଲେ। ସବୁ ଲଙ୍ଗ ଲକାରରେ ବ୍ୟବହାର କରାଯାଏ ତ ଆଉ ତବତୁ ପ୍ରତ୍ୟୟ। ତାହେଲେ ସୀତା, ଏଟା ସ୍ତ୍ରୀଲିଙ୍ଗ ଅଛି, ତେଣୁ ସୀତା ରାମମ୍ ଉକ୍ତବତୀ କହିଥିଲେ। କଣ ହବ? ଉକ୍ତବତୀ। ଉକ୍ତବତୀ ପ୍ରକୃତି ପ୍ରତ୍ୟୟ କେମିତି ହଉଛି? ବଚ୍ ଯୁକ୍ତ ତବତୁ ସ୍ତ୍ରୀ ଉଇପ୍। ହେଲା, ଯୋଉମାନେ ପଢୁଥିବ ପିଲାମାନେ, ତାହେଲେ ସେମାନେ ନିଶ୍ଚିତ ଭାବରେ ବୁଝିଯିବ ଏଇ ଜିନିଷକୁ, କାରଣ ଆମେ ତ ଆଉ ତବତୁ ପ୍ରତ୍ୟୟକୁ ନେଇକି এই ଅନୁଶୀଳନଟି କରୁଛେ। ତାହେଲେ କହିଥିଲେ, ତ ଆଉ ତବତୁ ପ୍ରତ୍ୟୟ ଆମର ଲଙ୍ଗ ଲକାରରେ ବ୍ୟବହୃତ ହୁଏ, ତେଣୁ ଏଟା ସ୍ତ୍ରୀଲିଙ୍ଗ ଥିବା ହେତୁରୁ ସୀତା ଏଠି ହବ ବଚ୍ ଯୁକ୍ତ ତବତୁ ସ୍ତ୍ରୀ ଉଇପ୍ ପ୍ରତ୍ୟୟ। ସ୍ତ୍ରୀଲିଙ୍ଗରେ ଉଇପ୍ ପ୍ରତ୍ୟୟ। ସେମିତି ଦେଖ, ବୃଦ୍ଧମାନେ ପୁରାଣ ଶୁଣୁଥିଲେ। ହେଲା, ବୃଦ୍ଧମାନେ, ବୃଦ୍ଧାଃ ପୁରାଣମ୍, ପୁରାଣକୁ ଶୁଣୁଥିଲେ, ପୁରାଣ କର୍ମ, ତେଣୁ ପୁରାଣମ୍। ଶ୍ରୁତବନ୍ତଃ ଶୁଣୁଥିଲେ, ପ୍ରକୃତି ପ୍ରତ୍ୟୟ କଣ ହବ? ଶ୍ରୁ ଯୁକ୍ତ ତବତୁ, ବହୁବଚନ, ବୃଦ୍ଧ ମାନେ ଅଛି, ତେଣୁ ଶ୍ରୁତବନ୍ତଃ। ତାହେଲେ ସେଟା କଣ ହେଲା? ବୃଦ୍ଧାଃ ପୁରାଣମ୍ ଶ୍ରୁତବନ୍ତଃ। ତୁମର ମତ କଣ? ମତ, ମନ ଯୁକ୍ତ କ୍ତ, ମନ୍ ଧାତୁ। ହେଲା, ମନ୍ୟତେ, ମନ୍ୟେତେ, ମନ୍ୟନ୍ତେ ଏମିତି ହୁଏ। ତାହେଲେ ତୁମର ମତ କଣ? ତବ ମତମ୍ କିମ୍। ହେଲା, ଏଟା ଭାବବାଚ୍ୟରେ ବ୍ୟବହାର କରାଯାଉଛି। ତବ ମତମ୍ କିମ୍, ତ ପ୍ରତ୍ୟୟ ଯୋଗେ ଷଷ୍ଠୀ ବିଭକ୍ତି ହେଇଯିବ ତୁମର। ତାପରେ ରକର ମାନଙ୍କର ଅଛି ବି। ତାହେଲେ ତବ ମତମ୍ କିମ୍। ବର୍ତ୍ତମାନ ମନ୍ତ୍ରୀମାନେ ପ୍ରଜାଙ୍କ ଦୁଃଖ ବୁଝୁନାହାନ୍ତି। ବର୍ତ୍ତମାନ, ସାମ୍ପ୍ରତମ୍। ମନ୍ତ୍ରୀମାନେ, ମନ୍ତ୍ରୀଣଃ ରହିଲେ ସଚିବାଃ। ପ୍ରଜାନାଂ ଦୁଃଖାନି, ହେଲା, ପ୍ରଜାମାନଙ୍କର ଦୁଃଖକୁ। ପ୍ରଜାନାଂ ଦୁଃଖାନି ନ ବୋଧିତବନ୍ତଃ। ହେଲା, ନ ବୋଧିତବନ୍ତଃ। ବୋଧ ଯୁକ୍ତ ତବତୁ, ବହୁବଚନ ହେଇଛି, ବୋଧିତବନ୍ତଃ। ବୁଝିପାରିଲ ପିଲାମାନେ? ତାହେଲେ ଆମେ ଏଠି ତବତୁ ପ୍ରତ୍ୟୟ ଆଉ ତ ପ୍ରତ୍ୟୟ ବ୍ୟବହାର କରିକି ଅନୁଶୀଳନୀ କଲେ। ଏବେ କିଛି ପ୍ରକୃତି ପ୍ରତ୍ୟୟ ଦେଖ କେମିତି ହଉଛି। ପ୍ରତ୍ୟାଗତଃ, ପ୍ରକୃତି ପ୍ରତ୍ୟୟ କେମିତି ହବ? ପ୍ରତି ଯୁକ୍ତ ଆ ଯୁକ୍ତ ଗମ୍ ଯୁକ୍ତ ତ। ହେଲା, ପ୍ରତି ଏଟା ଉପସର୍ଗ, ଆ ଏଟା ଉପସର୍ଗ, ଗମ୍ ଧାତୁ, ତ ପ୍ରତ୍ୟୟ। ତାହେଲେ ପ୍ରତ୍ୟାଗତଃ, ପ୍ରତି ଯୁକ୍ତ ଆ ଯୁକ୍ତ ଗମ୍ ଯୁକ୍ତ ତ। ଜୀର୍ଣ୍ଣଃ, ଜୃ ଯୁକ୍ତ କ୍ତ। ହେଲା, ଜୀର୍ଣ୍ଣଃ ହେଲା ଜୃ ଯୁକ୍ତ କ୍ତ। ପ୍ରହୁଷ୍ଟଃ, ପ୍ର ଯୁକ୍ତ ହୃସ୍ ଯୁକ୍ତ କ୍ତ। ହେଲା, ହୃସ୍ ଆନନ୍ଦିତ ହେବା, ପ୍ର ହେଲା ଉପସର୍ଗ, ହୃସ୍ ହେଲା ଧାତୁ, ତ ହେଲା ପ୍ରତ୍ୟୟ। ଗୀତବନ୍ତଃ, ଗଇ, ଗଇ ଯୁକ୍ତ ତବତୁ।
ଗଇ ଧାତୁ, ଗାୟତି ଗାୟତଃ ଗାୟନ୍ତି ହେଲା। ତାହେଲେ ଗଇ ଯୁକ୍ତ ତବତୁ ଗୀତବନ୍ତଃ। ଗଇ ଯୁକ୍ତ ତବତୁ ହେଲେ ଗୀତବାନ ହେଲା। ତାର ପ୍ରଥମ ପୁରୁଷ ପ୍ରଥମା ବିଭକ୍ତି ବହୁବଚନରେ ଗୀତବନ୍ତଃ। ପିତଃ ପା ଯୁକ୍ତ ତ, ପିତଃ ପିଇବା, ପାନ କରିବା ହେଲା। ପିବତି ପିବତଃ ପିବନ୍ତି, ତେଣୁ ପିତଃ ପା ଯୁକ୍ତ ତ। ପ୍ରାପ୍ତବନ୍ତଃ ପ୍ର ଯୁକ୍ତ ଆପ ଯୁକ୍ତ ତବତୁ। ପ୍ରାପ୍ତବନ୍ତ ହେଲା ପ୍ର ଯୁକ୍ତ ଆପ ଯୁକ୍ତ ତବତୁ। ସେମିତି କଥିତବତୀ, ଏଇଟା ସ୍ତ୍ରୀଲିଙ୍ଗରେ ଅଛି, ଦୀର୍ଘ ଅଛି କଥିତବତୀ। ତାହେଲେ କେମିତି ହବ? କଥ୍ ଯୁକ୍ତ ତବତୁ ଆଉ ସ୍ତ୍ରୀ ଉଇମ୍ଫ, ମାନେ ସ୍ତ୍ରୀଲିଙ୍ଗରେ ଉଇମ୍ଫ ପ୍ରତ୍ୟୟ ହେଲା। କଥିତବାନ ର ସ୍ତ୍ରୀଲିଙ୍ଗ ହେଲା କଥିତବତୀ। ସେମିତି ପ୍ରସନ୍ନ, ପ୍ର ଯୁକ୍ତ ସଦ ଯୁକ୍ତ ତ। ପ୍ରସନ୍ନ ପ୍ର ଯୁକ୍ତ ସଦ ଯୁକ୍ତ ତ। କ୍ଷୀର୍ଣ୍ଣମ କ୍ଷିଦ୍ ଯୁକ୍ତ ତ ହେଲା, ତ ପ୍ରତ୍ୟୟ ପ୍ରାୟତଃ ଏଠି ଅଛି, ଦେଖ କ୍ଷିଦ୍ ଯୁକ୍ତ ତ। ଶୁଷ୍କମ ସୁ ଯୁକ୍ତ ତ ହେଲା। ପକ୍ୱମ ପଚ ଯୁକ୍ତ ତ। ପକ୍ୱମ ମାନେ ପାଚିବା, ପଚ ଯୁକ୍ତ ତ। ଏବେ ଆମେ ଦେଖିବା କିଛି ଏକପଦୀକରଣ ମଧ୍ୟ ଏଠି ରହିଛି। ତାହେଲେ କେମିତି ପ୍ରକୃତି ପ୍ରତ୍ୟୟକୁ ଲଗେଇକି ଆମେ ତାର ପ୍ରତ୍ୟୟ ବାହାର କଲେ, ତାର ଅନୁବାଦ କଲେ। ଏବେ ତାକୁ ଏକପଦୀକରଣରେ ବ୍ୟବହାର କରିବା। ଦେଖ ଶ୍ରବଣମ କୃତବାନ, କଣ ହବ? ଶ୍ରୁତବାନ ହେଲା। ଶ୍ରୁତବାନ ହେଇଗଲା, ତାର ସ୍ତ୍ରୀଲିଙ୍ଗରେ ଶ୍ରୁତବତୀ ହେଲା, ଆଉ କ୍ଲିବଲିଙ୍ଗରେ ଶ୍ରୁତବତ୍। ଏବଂ ଏଗୁଡିକର ମଧ୍ୟ ରୂପ ହେଇପାରିବ, ବାଳକ ଶବ୍ଦ ପରି, ଆଉ ଶ୍ରୁତବତୀ ହେଲେ ନଦୀ ଶବ୍ଦ ପରି, ଶ୍ରୁତବତ୍ ହେଲେ ଭବତ୍ ଶବ୍ଦ ପରି ତାର ରୂପ ହେଇପାରିବ। ସେମିତି ଆଗମନମ କୃତମ ଆଗତମ ହେଲା, ତ ପ୍ରତ୍ୟୟ ହେଲା ଆ ଯୁକ୍ତ ଗମ ଯୁକ୍ତ ତ। ଆଗମନମ କୃତମ ଆଗତମ। ଶୟନମ କୃତ୍ୱା, କୃତା ଦେଇ ଦେଇଛି, ଶୟନମ କୃତା ହେଲା। ତାହେଲେ କଣ? ଶୟିତ୍ୱା, କୃତା ଦେଇଛି, ଶୟନମ କୃତା କୃତଃ ଶୟିତଃ, ତାହେଲେ ଶୟିତା ହେଲା। ଗାନମ କୃତବତୀ, କଣ ହବ? ଗୀତବତୀ। ଯେମିତି ଏଠି ହେଇଥିଲା, ଦେଖ ଗାନମ କୃତବନ୍ତଃ ଗୀତବନ୍ତଃ, ଗଇ ଯୁକ୍ତ ତବତୁ। ତାହେଲେ ଗୀତବତଃ ର ସ୍ତ୍ରୀଲିଙ୍ଗ ହବ ଗୀତବତୀ। ବୁଝିପାରୁଛ? ତାହେଲେ କେମିତି ଆମେ ତାର ଅନୁବାଦ ବି କରିପାରିଲେ, ପ୍ରକୃତି ପ୍ରତ୍ୟୟ ମଧ୍ୟ କରିପାରିଲେ, ଏବଂ ତାର ଏକପଦୀକରଣ ମଧ୍ୟ କରିପାରିଲେ। ତାହେଲେ ତୁମେ ମାନେ ମଧ୍ୟ ଆଉ କିଛି ଅନୁବାଦ କାଢିକି ଯଦି ନିଜେ ନିଜେ କିଛି ଅଭ୍ୟାସ କରିଯିବ, ତାହେଲେ ନିଶ୍ଚିତ ଭାବରେ ତୁମର ତ ଆଉ ତବତୁ ପ୍ରତ୍ୟୟ କ୍ଲିଅର ହେବ। ଏବଂ ତୁମେ ଜାଣିପାରିଲ ଯେ କେବଳ ଆମେ ଲକାରକୁ ଲଗେଇକି, ଲଙ୍ଗ ଲକାରକୁ ଲଗେଇକି ଆମେ ଖାଲି ଅତୀତ କାଳରେ ବ୍ୟବହାର କରିବା ତାହା ନୁହେଁ। ଆମେ ତ ଆଉ ତବତୁ ପ୍ରତ୍ୟୟ ବ୍ୟବହାର କରିକି ମଧ୍ୟ ଅତୀତ କାଳରେ ଅନୁବାଦ ପ୍ରଭୃତି କରିପାରିବା। ତାହେଲେ ପିଲାମାନେ, ଆଜି ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆମେ ଏଇଠି ହିଁ ରଖିବା। ପୁଣି ଆଉ ଗୋଟେ ପିରିୟଡରେ ସମସ୍ତେ ଏକତ୍ରିତ ହେବା।